ଜଙ୍ଗଲରେ ବହୁତ ଜୋରସେ ବର୍ଷା ହେଉଥିଲା। ଥଣ୍ଡା ଥଣ୍ଡା ପବନ ବି ବହୁଥିଲା। ଆଉ ଛୋଟ ଛୋଟ ପକ୍ଷୀମାନେ ଥଣ୍ଡାରେ ଥରୁଥିଲେ। ଟିକି ଚଢ଼େଇ ତା ବସାରେ ବସିକି ତା ଗୁଡ଼ିଆକୁ ତା ନିଜ ଡେଣାରେ ଘୋଡ଼ାଇକି ରଖୁଥିଲା। ହେ ଭଗବାନ, ନା ଖାଇବାକୁ ଅଛି ନା ଏ ବର୍ଷା ଠିକ୍ ଅଛି। ଏ ବର୍ଷା କେତେବେଳେ ଛାଡ଼ିବ କେଜାଣି। ଗୁଡ଼ିଆର ଦେହ ଖରାପ ହେବ ଲାଗୁଛି। ମାମା, ବହୁତ ଜୋରସେ ଥଣ୍ଡା ଲାଗୁଛି। ମାମା, କିଛି ଖାଇବାକୁ ଅଛି କି? ଆକାଶରେ ବିଜୁଳି ବହୁତ ଜୋରସେ ମାରୁଥାଏ। ତାପରେ ଟିକି ଚଢ଼େଇ ବସା କାନ୍ଥରୁ ଖଣ୍ଡିଏ ଡାଳ ଭାଙ୍ଗିଗଲା। ତା ପରଦିନ ସକାଳେ ଯେତେବେଳେ ବର୍ଷା ଛାଡ଼ିଗଲା, ଟିକି ଚଢ଼େଇ ତା ଗୁଡ଼ିଆକୁ ନେଇ ସାହାଯ୍ୟ ମାଗିବାକୁ ଚାଲିଗଲା। ଚାଲ ଗୁଡ଼ିଆ, ଆମେ ଏବେ ଯିବା। କାଳେ ନୂଆ ଜଙ୍ଗଲରେ ଆମକୁ ସାହାଯ୍ୟ ମିଳିଯିବ। ଆମେ ଏ ବର୍ଷା ଆଉ ଭୋକରେ ଆଉ ରହିପାରିବା ନାହିଁ। ତାପରେ ଟିକି ଚଢ଼େଇ ଆଉ ଗୁଡ଼ିଆ କେତେ ଗଛ ଉପରେ ଦେଖିକି ଆସିଲେ। କୋଉଠି ପାଣି ହେଇଯାଇଥିଲା ତ କୋଉଠି ଡାଳ ଭାଙ୍ଗି ଯାଇଥିଲା। ସବୁ ଜାଗାରେ କିଛି ନା କିଛି ଥିଲା। ତାପରେ କିଛି ଦୂରରେ ଟିକି ଚଢ଼େଇକି ଗୋଟିଏ କାଠର ଘର ଦେଖାଗଲା। ସେଇଠି ଛାତ ଥିଲା ଆଉ ଖିଡ଼ିକି ବି ଥିଲା। ଖିଡ଼ିକିରୁ ଧୂଆଁ ବି ବାହାରୁଥିଲା। ଲାଗୁଛି କି ଭିତରେ ମଧ୍ୟ ଅଛି। କ'ଣ ସତରେ? ଯାହା ହଉ, ଭଗବାନ ଆମର ଡାକ ଶୁଣିଲେ। ଚାଲ ଗୁଡ଼ିଆ, ଦେଖିବା କାଳେ କିଏ ସେଠି ଦୟାଳୁ ଥିବ। ଗୋଟିଏ ନୂଆ ଜଙ୍ଗଲକୁ ଆସି ସେମାନଙ୍କୁ ଗୋଟିଏ କାଠର ଘର ଦେଖାଗଲା। ତାପରେ ସେ ପାଖର ଗୋଟିଏ ଗଛରୁ ଗୋଟିଏ ଲାଲି ରଙ୍ଗର ଶୁଆ ତଳକୁ ଆସିଲା। ଆରେ, ତୁମେମାନେ କିଏ? ଏତେ ବର୍ଷାରେ ତୁମେମାନେ କୋଉଠୁ ଆସୁଛ? ମୁଁ ଟିକି ଚଢ଼େଇ ଆଉ ଇଏ ମୋ ଝିଅ ଗୁଡ଼ିଆ। ଏତେ ବର୍ଷାରେ ଆମ ବସା ଭାଙ୍ଗିଗଲା। ଆଉ କିଛି ଖାଇବା ବି କିଛି ରହିଲା ନାହିଁ। ଆମେ ବହୁତ ଦୂରରୁ ଆସିଛୁ। କ'ଣ ଆମେ ଏଠି କିଛି ଦିନ ରହିପାରିବୁ କି? ତୁମେ ମା ଝିଅ ମୋ ଘରେ ରହିପାରିବ, କିନ୍ତୁ ଖାଇବାକୁ ଏଠି ଖାଲି ପଣସ ହିଁ ଅଛି। ମାମା ବହୁତ ବଢ଼ିଆ ପକୋଡ଼ା ବନାଏ। ଆମେମାନେ ତୁମକୁ ହଇରାଣ କରିବୁ ନାହିଁ। ବାସ୍ ଟିକିଏ ବସିବା ପାଇଁ ଜାଗା ଦରକାର। ଲାଲି ଶୁଆ ଟିକେ ସମୟ ପାଇଁ ଟିକି ଚଢ଼େଇ ଆଉ ଗୁଡ଼ିଆକୁ ଦେଖିଲା। ଆଉ ଟିକେ ହସିଦେଲା। ଆଉ ତାପରେ କବାଟ ଖୋଲିଦେଲା। ଆରେ ନାହିଁ ନାହିଁ, ହଇରାଣ କ'ଣ ପାଇଁ କରିବ? ଏ ଜଙ୍ଗଲ ତ ସମସ୍ତଙ୍କର, ଆଉ ଏ ଘର ବି। ଆରେ, ତମେମାନେ ତ ବର୍ଷାରେ ଭିଜି ଯାଇଛ। ଭିତରକୁ ଆସ, ମୁଁ କାଠ ଜାଳି ଦେଇଛି, ସେଥିରେ ଟିକେ ସେକି ହେଇ ପଡ଼ିବ। ଆସ, ଭିତରେ ଆସିକି ରେଷ୍ଟ କର। ହେଲେ ଖାଇବା ପାଇଁ କିଛି ଭଲ ନାହିଁ, ଖାଲି ପଣସ ହିଁ ଅଛି। ଆରେ ପଣସ? ଆରେ ପଣସ ହିଁ ତ ଆମ ଜୀବନ। ପଣସରେ ମୁଁ ପକୋଡ଼ା କରିଲେ ତମେ ହାତ ଚାଟିକି ଖାଇବ। ମାମାର ପକୋଡ଼ା ପୁରା ଜଙ୍ଗଲରେ ଫେମସ୍। ଲାଲି ଶୁଆ ପାଖରେ ଗୋଟିଏ ପୁରୁଣା କଡ଼େଇ ଆଉ କିଛି ଶୁଖିଲା କାଠ ଥିଲା। ଟିକି ଚଢ଼େଇ କମ୍ ସାହାଯ୍ୟରେ ଅଳ୍ପ ପକୋଡ଼ା ତିଆରି କଲା। ମାମା ମାମା, ଇଏ ତ ବହୁତ ଟେଷ୍ଟି ହେଇଛି। ଲାଗୁଛି ତୁମ ପାଖରେ ରୋଷେଇ କରିବାର ବହୁତ ହୁନର ଅଛି। ତୁମେ ଯଦି ଚାହିଁବ ଏ ପଣସର ପକୋଡ଼ା କରିକି ଜଙ୍ଗଲରେ ବିକ୍ରି କରିପାରିବ ଆଉ ତୁମ ନିଜ ପେଟ ପୋଷି ପାରିବ। କିନ୍ତୁ ମୁଁ କୋଉଠାରୁ ଠେଲା ଆଣିବି ଯେ? ଆରେ ଟିକି ଚଢ଼େଇ, ତମେ ସେ କଥା ଟେନସନ୍ ନିଅନି। ସେ କଥା ମୁଁ ବୁଝିବି। ଠେଲା ମୋ ପାଖରେ ଅଛି। ସେତେବେଳେ ମୋ ଜେଜେବାପା ସେଥିରେ ପରିବା ଦୋକାନ ଦେଇଥିଲେ। ସେତେବେଳୁ ସେ ଠେଲାଟା ହିଁ ଅଛି। ତାପରେ ଟିକି ଚଢ଼େଇ ଠେଲାରେ ପଣସ ପକୋଡ଼ା କରିବାକୁ ଆରମ୍ଭ କଲା। ତା ବାସ୍ନାରେ ଜଙ୍ଗଲ ମହକି ଉଠୁଥିଲା। ପକ୍ଷୀମାନଙ୍କର ପିଲାମାନେ, ଶୁଆ, ବୁଲବୁଲ, ପାରା ଏସବୁ ଲାଇନରେ ଲାଗିଥିଲେ। ସମସ୍ତେ ପକୋଡ଼ା ଖାଇକି କହୁଥିଲେ ଟିକି ଚଢ଼େଇର ପକୋଡ଼ା ବହୁତ ଟେଷ୍ଟି। ସେହି ପାଖରେ ଗୋଟିଏ ଡାଳରେ ଦୁଇଟି କାଉ ବସିଥିଲେ। ଗୋରି କାଉ ଓ କଳା କାଉ ଏସବୁ ଦେଖି ସେମାନେ ଈର୍ଷା କରୁଥିଲେ। ଏ ଟିକି ଚଢ଼େଇ କୋଉଠୁ ଆସିଲା ଭାରି, ପୁଣି ପକୋଡ଼ା ବିକ୍ରି କରୁଛି। ଏ ଜଙ୍ଗଲ ନା ମେଳା ପଡ଼ିଆ? ଇଏ ଏଠି ପକୋଡ଼ା କରିକି ହିରୋ ଦେଖେଇ ହେଉଛି ଆଉ। ଆରେ, ଇଏ ତ ସେଇ ଜଙ୍ଗଲରୁ ଆସିଛି ଯୋଉ ଜଙ୍ଗଲରେ ବେଶୀ ବର୍ଷା ହେବା ଦ୍ୱାରା ଘର ଦ୍ୱାର ସବୁ ଭାଙ୍ଗି ଯାଇଛି। ଏତେ ଜଲ୍ଦି ବିଜନେସ୍ ଷ୍ଟାର୍ଟ କରିଦେଲାଣି। ଆଉ ସେ ଲାଲି ଶୁଆ ଏ ଟିକି ଚଢ଼େଇର ଖାଲି ଗୁଣଗାନ କରୁଛି ସବୁଆଡ଼େ। ମତେ ତ ଲାଗୁଛି ଏମିତି ହେଲେ ଏ ଜଙ୍ଗଲଟା ଏ ଟିକି ଚଢ଼େଇର ହେଇଯିବ, ମୋର ନାହିଁ। ମତେ ଯାହାହେଲେ କିଛି କରିବାକୁ ପଡ଼ିବ ଗୋରି। ଏମିତି କିଛି କରିବା ଏ ଟିକି ଚଢ଼େଇର ପକୋଡ଼ା ଦୋକାନ ବନ୍ଦ ହେଇଯିବ ଆଉ ଏ ଟିକି ଚଢ଼େଇ ଜଙ୍ଗଲ ଛାଡ଼ିକି ଏଠୁ ଯିବ ଭାରି। ତ ଚାଲ ଆମେ ତା ପଣସ ଗଛକୁ କାଟିଦେବା। ନା ଗଛ ରହିବ, ନା ଫଳ ହବ, ନା ପକୋଡ଼ା ବିକ୍ରି ହବ। ତାପରେ ରାତିରେ କଳା କାଉ ଓ ଗୋରି କାଉ ପଣସ ଗଛକୁ ହାଣିବାକୁ ଲାଗିଲେ, ଯେମିତିକି ରାନୁର ଆଉ ପକୋଡ଼ା ହେଇପାରିବ ନାହିଁ। ଲାଲି ଶୁଆ ରାତିରେ ଗଛଟି ହଲୁଛି ବୋଲି ସେଇଠିକି ଦେଖିବାକୁ ଚାଲିଗଲା। କଳା କାଉ, ଗୋରି, ଏ ତମେ କ'ଣ କରୁଛ? ଗୋଟିଏ ଭୋକିଲା ମା ଆଉ ତା ଛୁଆକୁ ମୁଁ ବର୍ଷାରୁ ରକ୍ଷା କରିଛି। ତୁମେମାନେ ସେମାନଙ୍କର ବଞ୍ଚିବାର ଆଶାକୁ କାଟି ଦେଉଛ। ଆରେ ନା, ଆମେ ତ ଖାଲି ଗଛର ଡାଳକୁ ସଫା କରୁଥିଲୁ। ହଁ, ଆମେ ଏଇ କାମ ହିଁ କରୁଥିଲୁ।
ମୁଁ ଜାଣିଛି ତମେମାନେ ପ୍ଲାନ୍ କରୁଥିଲ। ଯଦି ତୁମେମାନେ ଆଉ ଥରେ ଏମିତି କର ତ ଜଙ୍ଗଲରେ ମୁଁ ପଞ୍ଚାୟତ ଡାକିବି। କାଳୁ ଆଉ ଗୋରି 2 ଜଣ ଯାକ ଦେଖାଦେଖି ହୋଇ ସେଇଠାରୁ ଚାଲିଗଲେ। କିନ୍ତୁ ଲାଲିଶୁଆ ଜାଣିଥିଲା ଏମାନେ ଏମିତି ମାନିବେ ନାହିଁ। ତା ପରଦିନ ସକାଳେ ଲାଲିଶୁଆ ପଞ୍ଚାୟତ ଡାକିଲା। ସବୁ ପକ୍ଷୀମାନଙ୍କୁ ସତ କଥା କହିଲା। ଟିକି ଚଢ଼େଇ କହ, କାଲି କ'ଣ ହେଇଥିଲା? କ'ଣ ପାଇଁ ଜଙ୍ଗଲରେ ଶାନ୍ତି ହଲଚଲ ହେଉଛି? ସରପଞ୍ଚୀ, ମୁଁ ତ ଖାଲି ଗୋଟିଏ ମା। ବର୍ଷାରେ ମୋ ବସା ଭାସିଗଲା। ଖାଇବାକୁ ବି କିଛି ନାହିଁ। ମୋ ଗୁଡ଼ିଆ ଥଣ୍ଡାରେ ଥରୁଥିଲା, ଭୋକରେ କାନ୍ଦୁଥିଲା। ଆଉ ମୁଁ ସେଇଠାରେ କିଛି ପଣସ ଦେଖିଲି। ଆଉ ପଣସ ଦେଖିକି ମୁଁ ସେଇଥିରେ କିଛି ପକୋଡ଼ା ବନେଇଦେଲି। ମୋର ଦୋକାନ ଖୋଲିବାର କିଛି ଇରାଦା ନଥିଲା। ମୁଁ ଚାହୁଁଥିଲି ଖାଲି ମୋ ଗୁଡ଼ିଆ ବଞ୍ଚିକି ରହୁ। ରାନୁ ଚଢ଼େଇର କାନ୍ଦ ଦେଖିକି ପୁରା ଜଙ୍ଗଲ ସନ୍ନାଟା ପଡ଼ିଗଲା। ଯଦି ମୋ କାମ ଦେଖିକି କାହାକୁ କଷ୍ଟ ହେଉଛି, ଯଦି କାହାକୁ ଖରାପ ଲାଗୁଛି ତ ମୋତେ କ୍ଷମା କରିଦିଅ। କିନ୍ତୁ ମୋତେ ବିଶ୍ୱାସ କର, ମୁଁ ତ ଖାଲି ଏମିତି ବଞ୍ଚିବା ପାଇଁ ହିଁ କରୁଥିଲି। ତାପରେ ଜଙ୍ଗଲର ପକ୍ଷୀମାନେ ଫୁସଫୁସରେ କଥା ହେଲେ। ବିଚାରି ଟିକି ଚଢ଼େଇ କେତେ କଷ୍ଟ ସହିଥିବ। ଟିକି ଚଢ଼େଇ ଏତେ ଥଣ୍ଡାରେ ତା ଗୁଡ଼ିଆକୁ ଧରିକି। ମୁଁ ନିଜେ ଦେଖିଛି କଳା କାଉ ଆଉ ଗୋରି ପଣସର ଗଛ କାଟିଲା ବେଳେ। ଏଇ ଜଙ୍ଗଲର କ୍ଷତି କଳା କାଉ ଓ ଗୋରି କାଉ କରୁଛନ୍ତି। ଆମର ଭୁଲ ହେଇଗଲା, ଆମକୁ କ୍ଷମା କରିଦିଅ। ଆମେମାନେ ତ ଖାଲି ଖେଳୁଥିଲୁ। ଗଛ କାଟିବାର କିଛି ଆଶା ନଥିଲା। ଜଙ୍ଗଲର ନିୟମ କର୍ମ ଅନୁସାରେ ନାହିଁ, ସତ ଆଉ ମିଛରୁ ଜଣାପଡ଼ିଥାଏ। ଟିକି ଚଢ଼େଇ ଖାଲି ତା ଗୁଡ଼ିଆକୁ ନାହିଁ, ଏ ଜଙ୍ଗଲର ପିଲାମାନଙ୍କୁ ମଧ୍ୟ ବହୁତ ଖୁସି ଦେଇଛି। ଟିକି ଚଢ଼େଇ ଦୋଷୀ ନୁହେଁ, ସେ ତ ଗୋଟିଏ ପ୍ରେରଣା। ଆଉ କଳା କାଉ ଆଉ ଗୋରି, ତୁମେ 2 ଜଣ ଈର୍ଷାରେ ଏତେ ଅନ୍ଧ ହେଇଗଲ ଯେ ଗୋଟିଏ ମାଆର ରୋଷେଇକୁ ମାରିବା ପାଇଁ ଯାଉଥିଲ। ଏଇ ଜଙ୍ଗଲ ସମସ୍ତଙ୍କର। ଏମାନଙ୍କୁ ଦଣ୍ଡ ମିଳୁ, ଏମାନଙ୍କୁ ଦଣ୍ଡ ମିଳୁ। ତ ଏମାନଙ୍କୁ ଆଜି ଦଣ୍ଡ ମିଳୁଛି ଯେ କଳା କାଉ ଆଉ ଗୋରି କାଉକୁ 5 ଦିନ ପାଇଁ ଜଙ୍ଗଲରୁ ବାହାରକୁ ଯିବେ। କାରଣ ସେମାନେ ଯେଉଁ ଭୁଲ କରିଛନ୍ତି ସେ ତାକୁ ବୁଝିପାରିବେ। ଆଉ ଟିକି ଚଢ଼େଇକୁ ଏଠି ସମ୍ମାନର ସହିତ ରହିବା ପାଇଁ ଦିଆଯାଉ। ଆଉ ତା ଠେଲାରେ ପକୋଡ଼ା ଛାଣିବାର ଅନୁମତି ମଧ୍ୟ ଦିଆଗଲା। ତାପରେ ଟିକି ଚଢ଼େଇ ଆଉ ଗୁଡ଼ିଆ ସେହି କାଠ ଘରେ ରହୁଥିଲେ ଲାଲିଶୁଆ ସହିତ। ଟିକି ଚଢ଼େଇର ପକୋଡ଼ା ଏବେ ଜଙ୍ଗଲରେ ପକ୍ଷୀମାନଙ୍କୁ ବହୁତ ପସନ୍ଦ। ମାମା, ଏବେ ମୋତେ ଆଉ ଡର ଲାଗୁନାହିଁ। ଯୋଉଠି ଭଲ ପାଇବା ଆଉ ପରିଶ୍ରମ ଅଛି ସେଇଠି ସବୁ କାମ ସହଜ ହେଇଯାଇଥାଏ। ତ ସାଙ୍ଗମାନେ, ଏ କାହାଣୀରୁ ଆମେ କ'ଣ ଶିଖିଲେ? ଖରାପ ସମୟରେ ବି ଆମେ ଯଦି ପରିଶ୍ରମ କରିବା, ଭଲ ପାଇବା ସହ ଆଗକୁ ବଢ଼ିବା, ତାହେଲେ ଆମେ ଏମିତି ହିଁ ସଫଳ ହେବା। ତ ସାଙ୍ଗମାନେ, ଆଜି ପାଇଁ ଏତିକି। ଜୟ ଜଗନ୍ନାଥ।